କବିତା ତପସ୍ୱିନୀର ପତ୍ର କବି ଗଙ୍ଗାଧର ମେହେର। ଆଜି ପ୍ରଶ୍ନ ଉତ୍ତର ଆଲୋଚନା କରିବା 2 ନମ୍ବର ପ୍ରଶ୍ନ ବିଶିଷ୍ଟ 2 ନମ୍ବର ବିଶିଷ୍ଟ ପ୍ରଶ୍ନର ଉତ୍ତର ଲେଖିଲା ବେଳେ ପିଲାମାନେ ଉତ୍ତର ପାଇଁ ଥାଏ 1 ନମ୍ବର, ଲେଖା ଓ ଲେଖକଙ୍କ ସୂଚନା ପାଇଁ 1 ନମ୍ବର ଏବଂ ଉତ୍ତର ପାଇଁ 1 ନମ୍ବର। ଲେଖା ଓ ଲେଖକଙ୍କ ସୂଚନା ପାଇଁ 1 ନମ୍ବର ଏବଂ ଉତ୍ତର ପାଇଁ 1 ନମ୍ବର। ରାମଚନ୍ଦ୍ରଙ୍କ ଠାରେ ବିଦୁଷୀମାନେ କ'ଣ ଦେଖିଥାନ୍ତି? କବି ଗଙ୍ଗାଧର ମେହେର। କବିତା ତପସ୍ୱିନୀର ପତ୍ର। ପୁରୁଷୋତ୍ତମ ଶ୍ରୀରାମ ହେଉଛନ୍ତି ଶରଣାଗତର ରକ୍ଷା କବଚ, ଶତ୍ରୁ ରୂପକ ଗଜର ଅଙ୍କୁଶ ସଦୃଶ, ଦୁଃଖ ରୂପକ ପର୍ବତ ପାଇଁ ସେ ହେଉଛନ୍ତି ବଜ୍ର ସଦୃଶ। ଶ୍ରୀରାମଚନ୍ଦ୍ରଙ୍କ ଠାରେ ଏହା ଦେଖିଥାନ୍ତି। ଦିନ ଭିକାରୁଣୀ ଦରୁ ନିତଶିରେ ବନ୍ଦେ କିଏ କାହାକୁ ବନ୍ଦନା କରୁଛନ୍ତି? ନା କବି ହେଉଛନ୍ତି ଗଙ୍ଗାଧର ମେହେର। କବିତା ତପସ୍ୱିନୀର ପତ୍ର। ସତୀ ସୀତା ବହୁ ଦୂରରୁ ଶରଣ ବତ୍ସଳ ପ୍ରଭୁ ରାମଚନ୍ଦ୍ରଙ୍କୁ ବନ୍ଦନା କରୁଛନ୍ତି। କ୍ୱେଶ୍ଚିନ୍ ନମ୍ବର 3, ରାମଚନ୍ଦ୍ର କିପରି ମହାଯଜ୍ଞରେ ଦୀକ୍ଷିତ ହେଉଥିବେ ବୋଲି ସୀତା ମନେ କରୁଛନ୍ତି? ନା କବି ଗଙ୍ଗାଧର ମେହେର। କବିତା ତପସ୍ୱିନୀର ପତ୍ର। ରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞ ଆୟୋଜନରେ ବ୍ୟସ୍ତ ଥିବେ। ଦ୍ୱିତୀୟ ପତ୍ନୀ ତାଙ୍କର ବାମ ପଟରେ ଅଧିଷ୍ଠିତ ହୋଇଥିବେ। କ୍ୱେଶ୍ଚିନ୍ ନମ୍ବର 4, ମୁଗ୍ଧ ବଧୂକୁ ମୁଗ୍ଧ କରିବା ପାଇଁ ରାମଚନ୍ଦ୍ରଙ୍କ ଠାରେ କ'ଣ ବଢ଼ି ପାଉଥିବ? କବି ଗଙ୍ଗାଧର ମେହେର। କବିତା ତପସ୍ୱିନୀର ପତ୍ର। ନବବଧୂକୁ ସଦ୍ଗୁଣରେ ମୁଗ୍ଧ କରିବା ପାଇଁ ସକଳ ସଦ୍ଗୁଣ ଅଧିକାରୀ ରାମଚନ୍ଦ୍ର ଅନେକ ମହତ କାର୍ଯ୍ୟ କରୁଥିବେ। କ୍ୱେଶ୍ଚିନ୍ ନମ୍ବର 5, ରାମଚନ୍ଦ୍ର ଯଜ୍ଞରେ କ'ଣ ସବୁ ଦାନ କରୁଥିଲେ? ନା କବି ହେଉଛନ୍ତି ଗଙ୍ଗାଧର ମେହେର। କବିତା ତପସ୍ୱିନୀର ପତ୍ର। ରାମଚନ୍ଦ୍ର ଯଜ୍ଞରେ ଅମାପ ଧନ ରତ୍ନ ଓ ପାଟବସ୍ତ୍ର ମାନ ଦାନ କରୁଥିଲେ। କ୍ୱେଶ୍ଚିନ୍ ନମ୍ବର 6, ସୀତାଙ୍କ ମନରେ କି ଭିକ୍ଷା ଉଦୟ ହେଉଥିଲା? କବି ହେଉଛନ୍ତି ଗଙ୍ଗାଧର ମେହେର। କବିତା ହେଉଛି ତପସ୍ୱିନୀର ପତ୍ର। ଦେବୀ ସୀତାଙ୍କର ମନରେ କ୍ଷୁଦ୍ର ଭିକ୍ଷା ଉଦୟ ହେଉଥିଲା। କ୍ୱେଶ୍ଚିନ୍ ନମ୍ବର 7, ସୀତା ରାମଚନ୍ଦ୍ରଙ୍କ ଠାରୁ କେଉଁ ମନ୍ତ୍ର ଜାଣିବାକୁ ଚାହୁଁଥିଲେ? କବି ହେଉଛନ୍ତି ଗଙ୍ଗାଧର ମେହେର। କବିତା ହେଉଛି ତପସ୍ୱିନୀର ପତ୍ର। ସୀତା ରାମଚନ୍ଦ୍ରଙ୍କ ଠାରୁ ଜାଣିବାକୁ ଚାହୁଁଛନ୍ତି ଯେ ମହିମାମୟୀ ଦ୍ୱିତୀୟ ନାରୀଟି କେଉଁ ପ୍ରକାରର, କେତେ କାଳ କେଉଁଠାରେ କେଉଁ ମନ୍ତ୍ର ଜପ କରି ତାଙ୍କୁ ପତି ରୂପେ ପାଇବାରେ ସମର୍ଥ ହୋଇଛି। କ୍ୱେଶ୍ଚିନ୍ ନମ୍ବର 8, କ'ଣ ପାଇଲେ ସୀତା 100 ଅଶ୍ୱମେଧ ଯଜ୍ଞର ଧନ ପାଇବେ ବୋଲି କହିଛନ୍ତି? କବି ଗଙ୍ଗାଧର ମେହେର। କବିତା ହେଉଛି ତପସ୍ୱିନୀର ପତ୍ର। ରାମଚନ୍ଦ୍ର ମହିମାମୟୀ ଦ୍ୱିତୀୟା ନାରୀଟି କେଉଁ ପ୍ରକାର ତପ, କେଉଁଠାରେ ଏବଂ କେତେ କାଳ ତଥା କେଉଁ ମନ୍ତ୍ର ଜପ କରି ତାଙ୍କୁ ପତି ରୂପେ ପାଇଛନ୍ତି ତାହାର ନାମ ଜାଣିଲେ ସୀତା 100 ଅଶ୍ୱମେଧ ଯଜ୍ଞର ଧନ ପାଇଯିବେ ବୋଲି କହିଛନ୍ତି। କ୍ୱେଶ୍ଚିନ୍ ନମ୍ବର 9, ନ ଜାଣନ୍ତି ଜନ୍ମ କାଳୁ ପିତୃ ଅନୁରାଗ, ଏହି ଉକ୍ତିଟି କାହା ପ୍ରସଙ୍ଗରେ କୁହାଯାଇଛି? କବି ହେଉଛନ୍ତି ଗଙ୍ଗାଧର ମେହେର। କବିତା ହେଉଛି ତପସ୍ୱିନୀର ପତ୍ର। ଯମଜ ଭ୍ରାତା ଲବ ଓ କୁଶ ପିତୃ ଅନୁରାଗରୁ ବଞ୍ଚିତ ହୋଇଥିବା ପ୍ରସଙ୍ଗରେ ଏହି ଉକ୍ତିଟି କୁହାଯାଇଛି। 10 ନମ୍ବର କ୍ୱେଶ୍ଚିନ୍, କିଏ ନ କାନ୍ଦିବ ବହି ମାନବ ହୃଦୟ କେଉଁ ପ୍ରସଙ୍ଗରେ କୁହାଯାଇଛି? କବି ହେଉଛନ୍ତି ଗଙ୍ଗାଧର ମେହେର। କବିତା ହେଉଛି ତପସ୍ୱିନୀର ପତ୍ର। ବାଲ୍ମୀକି ବିରଚିତ ରାମାୟଣର ଦୁଃଖ କରୁଣ କାହାଣୀ ବୀଣା ଜିଣା କଣ୍ଠରେ ଲବ କୁଶଙ୍କଠାରୁ ଶୁଣି ମାନବ ହୃଦୟ ଧାରଣ କରିଥିବା ଯେକୌଣସି ବ୍ୟକ୍ତିର ଆଖିକୁ ଅଶ୍ରୁସିକ୍ତ କରେ। କ୍ୱେଶ୍ଚିନ୍ ନମ୍ବର 11, କେଉଁମାନେ କିପରି ଜନନୀର ହୃଦୟ କନ୍ଦାଉଥିଲେ? କବି ଗଙ୍ଗାଧର ମେହେର। କବିତା ହେଉଛି ତପସ୍ୱିନୀର ପତ୍ର। ବାଲ୍ମୀକି ରଚିତ ରାମାୟଣ ଅଶ୍ଳୀଳ କାହାଣୀ ବୀଣା ଜିଣା ଗାନ କରି ଜନନୀର ହୃଦୟ କନ୍ଦାଉଥିଲେ। କ୍ୱେଶ୍ଚିନ୍ ନମ୍ବର 12, ସୀତାଙ୍କ ପୁତ୍ରମାନେ କିପରି ରାମାୟଣ ଗାନ କରୁଥିଲେ? କବି ହେଉଛନ୍ତି ଗଙ୍ଗାଧର ମେହେର। କବିତା ହେଉଛି ତପସ୍ୱିନୀର ପତ୍ର। ବୀଣା ଯନ୍ତ୍ର ସାହାଯ୍ୟରେ ସୁମଧୁର ଲଳିତ ସ୍ୱରରେ ସୀତାଙ୍କ ପୁତ୍ରମାନେ ରାମାୟଣ ଗାନ କରୁଥିଲେ। କ୍ୱେଶ୍ଚିନ୍ ନମ୍ବର 13, କେଉଁଥିରେ ବିମୋହିତ ହୋଇ ସୀତାଙ୍କ ପୁତ୍ରଦ୍ୱୟ ମହର୍ଷିଙ୍କ ସହିତ ଅଯୋଧ୍ୟା ଯାଇଥିଲେ? କବି ହେଉଛନ୍ତି ଗଙ୍ଗାଧର ମେହେର। କବିତା ହେଉଛି ତପସ୍ୱିନୀର ପତ୍ର। ରାମାୟଣରେ ବର୍ଣ୍ଣିତ ରାମଚନ୍ଦ୍ରଙ୍କର ଖ୍ୟାତି ଓ ବୀରତ୍ୱରେ ମୁଗ୍ଧ ହୋଇ ଲବ ଓ କୁଶ ବାଲ୍ମୀକିଙ୍କ ସହିତ ଅଯୋଧ୍ୟା ଯାଉଥିଲେ। କ୍ୱେଶ୍ଚିନ୍ ନମ୍ବର 14, ବା ସୀତାଙ୍କ ପୁତ୍ରମାନଙ୍କର ମନ କାହିଁକି ଆକର୍ଷିତ ହେଉଥିଲା? ନା କବି ହେଉଛନ୍ତି ଗଙ୍ଗାଧର ମେହେର। କବିତା ହେଉଛି ତପସ୍ୱିନୀର ପତ୍ର। ଶ୍ରୀରାମଙ୍କ ବୀରତ୍ୱ ଯଶ ଖ୍ୟାତି ସୁନାମରେ ମୁଗ୍ଧ ହୋଇ ପଦ ପଙ୍କଜଙ୍କୁ ସାକ୍ଷାତରେ ଦର୍ଶନ କରିବା ପାଇଁ ସ୍ୱତଃ ଆକର୍ଷିତ ହୋଇଯାଉଥିଲେ। ରକ୍ତର ଚୁମ୍ବକୀୟ ଶକ୍ତି ସେମାନଙ୍କୁ ଆକର୍ଷିତ କରିଛି। କ୍ୱେଶ୍ଚିନ୍ ନମ୍ବର 15, ସୀତା କେଉଁ ପ୍ରସଙ୍ଗରୁ ନିଜର ଔତ୍ସୁକ୍ୟ ଦମନ କରିପାରୁନଥିଲେ? କବି ହେଉଛନ୍ତି ଗଙ୍ଗାଧର ମେହେର। କବିତା ହେଉଛି ତପସ୍ୱିନୀର ପତ୍ର।
ରାମାୟଣ ଗାନ କରୁଥିବା ଲବକୁଶଙ୍କଠାରୁ ବିଭଗ ଅଭୁଲା କାହାଣୀ ଶୁଣିବାର ଉତ୍ସାହକୁ ସେ ଦମନ କରିପାରନ୍ତି ନାହିଁ। ଯେତେ କରଣ ଦମନୀୟ ଅସହାୟ ଓ ଲଜ୍ଜାକର ହେଲେ ମଧ୍ୟ ତାହା ତାଙ୍କ ଜୀବନ୍ତ ବୃତ୍ତାନ୍ତ ଥିଲା। ନେକ୍ସଟ ଭିଡ଼ିଓରେ ଘ ନମ୍ବର କ୍ୱେଶ୍ଚିନ୍ ଡିସ୍କସନ୍ କରିବା।